ବାପାଙ୍କ ସହିତ ମିତାଲି ଡଙ୍ଗାରେ ବସି ଡଲଫିନ୍ ଦେଖିବାକୁ ବାହାରିଲା। ମାଛରଙ୍କା ଚଢ଼େଇ ସବୁ ହଠାତ୍ ଉଡ଼ି ଆସି ପାଣିରୁ ମାଛ ନେଇ ଉଡ଼ି ଯାଉଥାନ୍ତି। ମିତାଲି କହିଲା, ଚଢ଼େଇମାନେ ଗୋଟିଏ ବାଟରେ ଆସି ମାଛକୁ ଧରି ପୁଣି ଆଉ ଗୋଟିଏ ବାଟରେ ଫେରି ଯାଉଛନ୍ତି। ତାପରେ ମିତାଲି ବାପାଙ୍କୁ ପଚାରିଲା, ବାପା, କୋଣର ପରିମାଣ କିପରି ଜଣାପଡ଼ିବ? ବାପା କହିଲେ, କୋଣର ପରିମାଣ ଜାଣିବା ପାଇଁ ପ୍ରୋଟ୍ରାକ୍ଟର ବା କୋଣ ମାପକ ଯନ୍ତ୍ର ବ୍ୟବହାର କରାଯାଏ। କୋଣର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କରାଯାଇଥାଏ। ଏଇଠି ଦେଖ, ଏହି ପ୍ରୋଟ୍ରାକ୍ଟରର ଏଇ ଯେଉଁ ତୁମେ ଗାରଟି ଦେଖୁଛ, ଏହା ହେଲା ତାର ଆଧାର ରେଖା ଏବଂ ଏଇଠି ଯେଉଁ ତୁମେ ଗାର ଦେଖୁଛ, ଏହା ହେଲା ତାର କେନ୍ଦ୍ରବିନ୍ଦୁ। ବର୍ତ୍ତମାନ ଚାଲ ଦେଖିବା ଏହି ପ୍ରୋଟ୍ରାକ୍ଟର ସାହାଯ୍ୟରେ ଆମେ କିପରି ଭାବେ କୋଣକୁ ମାପିବା। ବର୍ତ୍ତମାନ ଏଇଠି ଦେଖ, ଏଇଠି ଦୁଇଟି ରଶ୍ମି ମିଶି କ ଖ ରଶ୍ମି ଏବଂ କ ଗ ରଶ୍ମି ମିଶି କ ବିନ୍ଦୁରେ ଏକ କୋଣ ସୃଷ୍ଟି କରୁଛନ୍ତି। ତେବେ କୁହ, ଏହି କୋଣଟିର ପରିମାଣ କେତେ ଡିଗ୍ରୀ? ବର୍ତ୍ତମାନ ଆମେ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପିବା। ପ୍ରଥମେ ଆମେ ପ୍ରୋଟ୍ରାକ୍ଟର ବା କୋଣ ମାପକ ଯନ୍ତ୍ରକୁ ଆଣିବା। କୋଣ ମାପକ ଯନ୍ତ୍ର ବା ପ୍ରୋଟ୍ରାକ୍ଟରର ଓ ବିନ୍ଦୁକୁ ଯେକୌଣସି କୋଣର ଶୀର୍ଷ ଉପରେ ରଖିବା। ମାନେ ଆମେ ଏଇଠି କ ବିନ୍ଦୁରେ ରଖିବା। କୋଣ ମାପକ ଯନ୍ତ୍ରର 0 ଡିଗ୍ରୀ ଯେଉଁଠି ଲେଖା ହେଇଛି, ସେହି ରେଖାଖଣ୍ଡ ସହିତ ଆମେ ନେଇଥିବା କୋଣର ଏଇ ଯେଉଁ ବାହୁ ଅଛି, କ ଖ ବାହୁ, ତା ଉପରେ ରଖିଦେବା। ବର୍ତ୍ତମାନ ଦେଖ, କୋଣର ଅନ୍ୟ ବାହୁଟି କୋଣ ମାପକ ଯନ୍ତ୍ରର କେଉଁ ଚିହ୍ନ ସହିତ ରହୁଛି? ଦେଖ, କ ଗ ବାହୁଟି ଆମର କୋଣ ମାପକ ଯନ୍ତ୍ରର 30 ଡିଗ୍ରୀ ପାଖରେ ରହୁଛି। ତେବେ ଏହି କୋଣର ପରିମାଣ ହେଇଯିବ ଆମର 30 ଡିଗ୍ରୀ। ତେବେ କୁହ, ଏହି କୋଣଟି ଆମର କେଉଁ କୋଣ? ତେବେ ଏହା ହେଲା 30 ଡିଗ୍ରୀ, ମାନେ ଏହା 90 ଡିଗ୍ରୀରୁ କମ୍ ଅଛି। ଆମେ ଜାଣିଛେ ଯେଉଁ କୋଣର ପରିମାଣ 90 ଡିଗ୍ରୀରୁ କମ୍ ତାକୁ ଆମେ ସୂକ୍ଷ୍ମ କୋଣ କହିଥାଉ। ତେବେ ଏହି କୋଣଟି ହେଇଯିବ ଆମର ସୂକ୍ଷ୍ମ କୋଣ। ଠିକ୍ ଏହିପରି ଆମେ ଆହୁରି ଅନେକ କୋଣର ପରିମାଣ ପ୍ରୋଟ୍ରାକ୍ଟର ବା କୋଣ ମାପକ ଯନ୍ତ୍ର ଦ୍ୱାରା ମାପିପାରିବା। ତେବେ ଆଜି ଆମେ ପ୍ରୋଟ୍ରାକ୍ଟର ସାହାଯ୍ୟରେ କିପରି ଭାବରେ କୋଣକୁ ମାପିବା ଜାଣିଲେ।